ସମୟର ଏ ଚକ କେତେ ଯେ କ'ଣ ଆମ ପାଖରୁ ଛଡ଼େଇ ନେଇଛି ତାର କିଛି ହିସାବ ନାହିଁ। କାଲି ଯେ ଆମର ଅତି ଆପଣାର ଥିଲା, ଆଜି ସେ ଆମ ପାଇଁ ଅଚିହ୍ନା ମଣିଷ। ହଁ, ଏଇ ତ ସମୟର ଗୋଟିଏ ନିଆରା ପରମ୍ପରା। ଏହା କୌଣସି ନାଟକର ସଂଳାପ ନୁହେଁ କି କୌଣସି କାହାଣୀ ନୁହେଁ। ଏଇଟା ହେଉଛି ଜଣଙ୍କର ଜୀବନରେ ଘଟି ଯାଇଥିବା ନିରାଟ ସତ୍ୟ ଘଟଣା। ବରଗଡ଼ ଜିଲ୍ଲା ସହେଲା ବ୍ଲକର ବନ୍ଦଳା ଗାଁରେ ବାସ କରୁଥିଲେ ଦୀନବନ୍ଧୁ ଦାସ। ଜନ୍ମ ତାଙ୍କର ବ୍ରାହ୍ମଣ ପରିବାରରେ। ସମୟ ଗଡ଼ିବା ସହିତ ଦୀନବନ୍ଧୁର ବୟସ ମଧ୍ୟ ବଢ଼ିବାରେ ଲାଗିଲା। ବିରମାରର ଦୀପାଞ୍ଜଳି ଦାସ ସହିତ ତାଙ୍କର ନିର୍ବନ୍ଧ ଠିକ୍ ହେଲା। 7 ଦୀପ 8 କଳସ ବ୍ରାହ୍ମଣର ହୋମନିଆକୁ ସାକ୍ଷୀ ରଖି 2 ଜଣର ବାହାଘର ହେଲା। ବାହାଘର ବେଳେ ଦୀପାଞ୍ଜଳି ଦୀନବନ୍ଧୁକୁ ମାଗିଥିଲେ 7 ଗୋଟି ବଚନ। ଯେଉଁ ଜାଗାକୁ ତୀର୍ଥ କରି ଗଲେ ମୋତେ ସାଙ୍ଗରେ ନେବ ଓ ପୂଜା ପାର୍ବଣରେ ମୋତେ ତୁମର ବାମ ଭାଗରେ ବସାଇବ। ତୁମେ ତୁମର ମା ବାପାକୁ ଯେମିତି ସ୍ନେହ ଆଦର ସମ୍ମାନ ଦିଅ, ମୋ ମା ବାପାକୁ ମଧ୍ୟ ସେମିତି ସ୍ନେହ ଆଦର ସମ୍ମାନ ଦେବ। ଜୀବନର 3 ଅବସ୍ଥାରେ ମୋତେ ଛାଡ଼ି କୁଆଡ଼େ ଯିବ ନାହିଁ। ଆଜିଠାରୁ ପରିବାରର ସମସ୍ତ ଦାୟିତ୍ୱ ତୁମେ ଗ୍ରହଣ କରିବ। ମୁଁ ମୋ ସାଙ୍ଗମାନଙ୍କ ସହିତ ଥିଲେ ମୋତେ କେବେ ହେଲେ ଅପମାନ ଦେବ ନାହିଁ। ଯେତେବେଳେ ମଧ୍ୟ ଘର କାର୍ଯ୍ୟ କରିବ ସଂକୋଚ ନ କରି ମୋର ପରାମର୍ଶ ନେବ। ଅନ୍ୟର ସ୍ତ୍ରୀକୁ ନିଜର ମା ପରି ବ୍ୟବହାର କରିବ ଓ ଆମ ଜୀବନରେ ଯେପରି ତୃତୀୟ ବ୍ୟକ୍ତି ନ ଆସେ ସେଥିପ୍ରତି ଧ୍ୟାନ ଦେବ। ଦୀପାଞ୍ଜଳିର ଗୋଟି ଗୋଟି କଥାକୁ ଦୀନବନ୍ଧୁ ମାନି ନେଇଥିଲେ। ହସ ଖୁସିରେ ବିତି ଚାଲିଲା ତାଙ୍କର ବୈବାହିକ ଜୀବନ। 2 ଜଣଙ୍କର ଜୀବନରେ କେତେ ଆଶା, କେତେ ଆକାଂକ୍ଷା, କେତେ ଭରସା, କେତେ ସପନକୁ ନେଇ ଗଢ଼ି ଉଠିଲା ତାଙ୍କର ନୂଆ ଏକ ପ୍ରେମ କାହାଣୀ। ଦିନେ ଦୀନବନ୍ଧୁର କୋଳ ଉପରେ ମଥା ରଖି ଦୀପାଞ୍ଜଳି କହିଥିଲେ, ସତରେ କ'ଣ ତୁମେ ମୋତେ ଏତେ ଭଲ ପାଅ? ଦୀନବନ୍ଧୁ କହିଥିଲେ, ମେଘକୁ ବର୍ଷା ରାଣୀ ଭଲ ପାଏ ଯେତେ, ମୁଁ ତୁମକୁ ଭଲ ପାଏ ସେତେ। ତାପରେ ଦୀପାଞ୍ଜଳି କହିଥିଲେ, ମୁଁ ଯଦି ଭସା ମେଘ ହୋଇ ଆକାଶରେ ଭାସିଗଲେ ବହୁତ ଦୂରକୁ ତମେ କ'ଣ କରିବ? ତାପରେ ଦୀନବନ୍ଧୁ କହିଲେ, ମୁଁ ମେଘକୁ କହିବି, ରେ ମେଘ, ମୋ ମନର ମାନସୀ ଯେଉଁଠାରେ ଅଛି ମୋତେ ମଧ୍ୟ ସେଇଠିକି ଭସେଇ ନେ। ଦୀପାଞ୍ଜଳି କହିଲେ, ସତରେ ମୁଁ ଆଜି ତୁମକୁ ପାଇ ମୋ ଜୀବନ ଧନ୍ୟ ହୋଇଯାଇଛି। ଦୀନବନ୍ଧୁ ମଧ୍ୟ କହିଲେ, ମୁଁ ମଧ୍ୟ ତୁମକୁ ନିଜର ପତ୍ନୀ ରୂପରେ ପାଇ ବହୁତ ଖୁସି ଅନୁଭବ କରୁଛି। ଦୀପାଞ୍ଜଳି କୁହନ୍ତି, ଫେରି ଆସିଛି ମୁଁ ଆକାଶ ଛାଡ଼ି, ଥରେ ମୋତେ ହେଲେ ନିଅ କୋଲେଇ, ଆକାଶ ଦେଇଛି ମୋତେ ଦୂରେଇ, ଆସିଛି ତୁମ କୂଳକୁ, ନାରୀର ହୃଦୟ ତୁମେ ତ ବୁଝିଲ, ଭୁଲି ପାରିବିନି ତୁମକୁ। ତାପରେ ଦୀନବନ୍ଧୁ କୁହନ୍ତି, ତୁ ମୋ ଅତୀତ, ତୁ ମୋ ବର୍ତ୍ତମାନ, ତୁ ମୋର ଭବିଷ୍ୟତ। ଆମ ପ୍ରେମ ଅଟେ ଚିରନ୍ତନ ବୋଲି ଜାଣୁ ଏ ସାରା ଜଗତ। ପୁଣି ଦୀପାଞ୍ଜଳି କୁହନ୍ତି, ସୁନାର ସଂସାର ଗଢ଼ିବା ଯେ ଆମେ, 2 ମନ ଏକ କରି, ଖରା ଛାଇ ରାସ୍ତା କରିବାରେ ଏକ, ସୁଖ ଦୁଃଖକୁ ଆଦରି। ଜୀବନର ମାନେ ଅବ୍ୟକ୍ତ ଜଞ୍ଜାଳ, ଯନ୍ତ୍ରଣା ରହିବ ଘେରି, ସେ ଯନ୍ତ୍ରଣାରୁ ଆମେ ସୁଖ ସାଉଁଟିବା, ସାଉଁଟା ମୁକୁତା ପରି। ତାପରେ ଦୀନବନ୍ଧୁ କହନ୍ତି, କେତେ ବାଧାବିଘ୍ନ ଆସିବ ଜୀବନେ, ହେବା ନାହିଁ ନିରୁପାୟ, ସବୁ ସମସ୍ୟାର ସମାଧାନ ହେବ, ଉପାୟ ଦେବ ସମୟ। ସମ୍ପର୍କ ଆମର ସୁଦୃଢ଼ ରହିବ, ଜାଗି ରହିବ ବିଶ୍ୱାସ, ଦୁହିଁଙ୍କର ହାତ ଛାଡ଼ିବାନି କେବେ, ଥିବା ଯାଏ ଶେଷ ନିଶ୍ୱାସ। ଏମିତି କେତେ ହସ ଖୁସିରେ ସମୟ ସ୍ରୋତରେ ବର୍ଷ ପରେ ବର୍ଷ ବିତି ଚାଲିଲା। ଧରା ପୃଷ୍ଠରେ ଯେତେବେଳେ ଶିଶୁଟିର କୁଆଁ କୁଆଁ ଶବ୍ଦ କରେ, ଜନ୍ମଦାତ୍ରୀ ଓ ତାର ପରିବାରର କାନରେ ପଡ଼ିଥାଏ। ସମସ୍ତେ ଖୁସିରେ ବିଭୋର ହୋଇଯାଆନ୍ତି। ପରିବାର ମଧ୍ୟରେ ଖେଳିଯାଇ ଖୁସିର ଏକ ଅପୂର୍ବ ଉତ୍ତାଳ ତରଙ୍ଗ। ଠିକ୍ ସେହିପରି ତାଙ୍କ ଜୀବନର
ରଙ୍ଗମଞ୍ଚରେ ପ୍ରେମର ମୂଳ ସାକ୍ଷୀ ହୋଇ ଜନ୍ମ ନେଲା ଏକ କନ୍ୟା ସନ୍ତାନ। ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଗଲା। ଲୋକେ କେତେ ପୂଜା, କେତେ ବ୍ରତ, କେତେ ମନ୍ଦିରକୁ ଯାଇ ମଧ୍ୟ ସନ୍ତାନ ପ୍ରାପ୍ତିର ସୁଖ ପାଆନ୍ତି ନାହିଁ। କିନ୍ତୁ ଦୀନବନ୍ଧୁ ଓ ଦୀପାଞ୍ଜଳି କେତେ ପୁଣ୍ୟ କରିଥିଲେ, କେତେ ଭାଗ୍ୟବାନ ଥିଲେ। ଭଗବାନ ତାଙ୍କ ଘରେ ଗୋଟିଏ ଶିଶୁ କନ୍ୟାଟିଏ ଜନ୍ମ ଦେଲେ। ସବୁ ଗୁଣରେ ପୁଅଠୁ ଅଧିକ ଝିଅ ସିନା ସେ ଝିଅଟି, ଘରର ଲକ୍ଷ୍ମୀ ପ୍ରତିମା ବୋଲି ସେ ସବୁଠି ପୁଣି ଆଦର ପାଏ। କନ୍ୟା ସନ୍ତାନ ଘରକୁ ଆସିଲେ ଘରର ସିଡ଼ି ଯେ ବଢ଼ିଥାଏ, ଆଜୀବନ ସେ ଆଦର ବାଣ୍ଟିବ, ଏଣୁ ସେ ଆଦର ପାଇଥାଏ। ଶିଶୁ କନ୍ୟାକୁ ଜନ୍ମ ଦେଇ ଦୀପାଞ୍ଜଳି ଖୁସିର ସୀମା କହିଲେ ନ ସରେ। ଦୀନବନ୍ଧୁ ମଧ୍ୟ ଝିଅଟିକୁ ଖୁବ୍ ସ୍ନେହ ଆଦର କରେ। ଧୀରେ ଧୀରେ ଝିଅଟି ଛୋଟରୁ ବଡ଼ ହେବାକୁ ଲାଗିଲା। ତାର କୁନି କୁନି ପାଦରେ ଧରାପୃଷ୍ଠକୁ ସ୍ପର୍ଶ କଲା। ଝିଅଟିଏ ଚାଲିଲା ବେଳେ ହଠାତ୍ ତଳେ ପଡ଼ିଗଲେ ମା ବାପାଙ୍କ ପ୍ରାଣ ଶରୀରରୁ ଚାଲିଗଲା ପରି ଲାଗୁଥାଏ। ମାଟିଏ ସଦା ମଙ୍ଗଳ ମନାସେ ସନ୍ତାନର ସୁଖ ପାଇଁ, ସବୁ ଓଷାବ୍ରତ ପାଳନ କରଇ ସନ୍ତାନର ଆୟୁ ପାଇଁ। ମା ପଣତରେ ଢାଙ୍କି ରଖିଥାଏ ଛତ୍ର ଛାୟା ତଳେ ତାକୁ, ବାପାଙ୍କ ସ୍ନେହଟା ଅଦୃଶ୍ୟ ହେଲେ ବି ଜଣାଅଛି ପୁଣି ସଭିଙ୍କୁ। ପ୍ରେମର ମୂଲ୍ୟ ସନ୍ତାନ ପାଖରେ ରହିଥାଏ ଟିକେ ବେଶୀ, ସନ୍ତାନ ପାଇଁ କି ପିତାମାତା ଦୁହେଁ ସବୁ ସହିଯିବେ ହସି। ଈଶ୍ୱରଙ୍କ ପ୍ରତ୍ୟେକ ନିଷ୍ପତ୍ତିକୁ ଖୁସିରେ ଗ୍ରହଣ କର, କାରଣ ଯାହା ତୁମକୁ ଭଲ ଲାଗିଥାଏ ଈଶ୍ୱର ତାହା ଦିଅନ୍ତି ନାହିଁ, କିନ୍ତୁ ଯାହା ତୁମ ପାଇଁ ଭଲ ହୋଇଥାଏ ଈଶ୍ୱର ତାହା ହିଁ ତୁମକୁ ଦିଅନ୍ତି। ଦୀନବନ୍ଧୁ ଓ ଦୀପାଞ୍ଜଳି ଖୁସିରେ ସେ ଝିଅଟିର ନାମ ଦେଇଥିଲେ କୁଲୋଣା ସୁନ୍ଦରୀ। କୁଲୋଣା ସୁନ୍ଦରୀ ଜନ୍ମ ହେବାର କେତେ ବର୍ଷ ପରେ ପୁଣି ଏକ କନ୍ୟା ସନ୍ତାନ ଜନ୍ମ ହେଲା। ତାଙ୍କର ନାଁ ଦେଲେ ଛାୟାପରୀ। ଏମିତି ଭାବରେ ତାଙ୍କର ହସ ଖୁସିର ସଂସାର ଆଗକୁ ଆଗକୁ ଗତି କରିବାରେ ଲାଗିଲା।